ଇଂରାଜୀରେ ଦୁଇଟି ଶବ୍ଦ ଅଛି। ଅତି ଛୋଟିଆ ଶବ୍ଦ ମାତ୍ର ବହୁତ ଶକ୍ତିଶାଳୀ ଶବ୍ଦ। ସେ ଦୁଇଟି ହେଉଛି ଲଭ୍ ଆଣ୍ଡ କାଇଣ୍ଡନେସ୍। ଭଲ ପାଇବା ଏବଂ ଦୟାଭାବ, ଏ ଦୁଇଟିକୁ ନେଇକି ଅନେକ ଯୁକ୍ତି ତର୍କ ହୁଏ। এই ଶବ୍ଦ ଦୁଇଟି ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଶବ୍ଦ କିଏ? ଅନେକ ବାକ୍ ବିତଣ୍ଡା ହୁଏ, ଅନେକ ସଭା ସମିତିରେ ୟା ଉପରେ ଅନେକ କଥା ଡିବେଟ୍ ମଧ୍ୟ ହୁଏ, କିନ୍ତୁ ଫଳାଫଳ ଯାହା ବାହାରୁନା କାହିଁକି ଏଠି କେତୋଟି ସ୍ପଷ୍ଟୀକରଣ ମୁଁ ଦେବାକୁ ଚାହୁଁଛି ସେହି ଶବ୍ଦ ଦୁଇଟି ମଧ୍ୟରେ। ପ୍ରଥମ କଥାଟି ହେଉଛି, ଆମେ ଅନେକ ସମୟରେ ଭାବୁ ଯେ କାଇଣ୍ଡନେସ୍ ଠାରୁ ଲଭ୍ ୱିକ୍ ବା ଦୁର୍ବଳ ଶବ୍ଦ। ବାସ୍ତବରେ ଜଣକୁ ଦୟାଭାବ ପ୍ରଦର୍ଶନ କରିବା ବା ଜଣଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ଠାରୁ ମହାନ ଗୁଣ କିଛି ନାହିଁ। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଆମେ ଯାହାକୁ କାଇଣ୍ଡନେସ୍ ହେଉଛି ଦେଖାଉଛନ୍ତି ବା ଦୟାଭାବ ଦେଖୁଛନ୍ତି, ଆମେ ତିନି ଚାରୋଟି ଜିନିଷକୁ ନଜର କରି ଦେଖାଇଥାନ୍ତି। ତାର ସ୍ଥିତି, ତାର ହେଉଛି ଅବସ୍ଥିତି ଆଉ ତାର ପରିସ୍ଥିତି। ଏ ତିନୋଟି କଥାକୁ ଆମେ ଦେଖିକି ତାକୁ ଦୟାଭାବ ପୋଷଣ କରନ୍ତି। ପ୍ରଥମ କଥାଟି ହେଉ, ଯଦି କୌଣସି ଗୋଟେ ବୁଢ଼ାଟିଏ ଗୋଟେ ଜାଗାରେ ପଡ଼ିକି ରାସ୍ତାରେ କିଛି ଅସୁବିଧାରେ ପଡ଼ିଛି, ଆମେ ତାକୁ ନିଶ୍ଚିତ ଭାବରେ ମାନବୀୟ ଦୃଷ୍ଟିକୋଣରୁ ଆମେ ସାହାଯ୍ୟ କରିପାରନ୍ତି, ତା ପ୍ରତି ଆମେ ଦୟାଭାବ ଦେଖାଇଥାନ୍ତି। କିନ୍ତୁ ବାସ୍ତବରେ ଆମ ତା ପ୍ରତି ସେହି ସମୟରେ ଯେଉଁ ପ୍ରେମ ଭାବ ହେବା କଥା ସେଭଳି ହୁଏ ନାହିଁ। ଠିକ୍ ସେମିତି ଗୋଟିଏ ଛୋଟିଆ ଛୁଆଟେ କିମ୍ବା ଗରିବ ଛୁଆଟେ ବାଟରେ କୌଣସି ଜିନିଷ ପାଇଁ ଯଦି କାନ୍ଦୁଛି, ତାହେଲେ ଆମେ ତାକୁ ସେ ଜିନିଷଟି ଦେବା ପାଇଁ ଚେଷ୍ଟା କରନ୍ତି, ଆମର ଯଦି ସେ ତା ପ୍ରତି ଯେଉଁ ଆନ୍ତରିକତା ଭାବ ଥାଏ ବା ଦୟାଭାବଟି ଥାଏ। କିନ୍ତୁ ସେଠି ସେ ଛୁଆଟି ପ୍ରତି ଆମର ଯେଉଁ ଭଲ ପାଇବା ବା ଯେଉଁ ପ୍ରେମ ଭାବ ସୃଷ୍ଟି ହେବା କଥା ସେଥିପାଇଁ ହୁଏତ ନଥାଇପାରେ। ତେଣୁ ଏ ଦୃଷ୍ଟିରୁ ଚିନ୍ତା କଲେ ଆମେ ଯେତେବେଳେ ଗୋଟେ ବଡ଼ କାମରେ ହେଉଛି କୌଣସି ଗୋଟେ କଥା ଆମେ ପାଇବାର ଚେଷ୍ଟା ଥାନ୍ତି, ସେତେବେଳେ ମଧ୍ୟ ଆମେ ଦୟାଭାବ କାହା ପ୍ରତି ଦର୍ଶାଇ ପାରିଥାନ୍ତି। କିନ୍ତୁ ଆପଣ ଚିନ୍ତା କରନ୍ତୁ, ଭଲ ପାଇବା କଥାଟା, ଯଦି ଆମେ କାହାକୁ ଭଲ ପାଉଛନ୍ତି, ଯଦି ସେ ଅସୁବିଧାରେ ପଡ଼ିଛି, ଯଦି ଭଲ ପାଉଥିବା ଲୋକଟା ଅସୁବିଧାରେ ପଡ଼ିଛି, ଆମେ ସେ ଭଲ ପାଉଥିବା ଲୋକ ପ୍ରତି ନିଶ୍ଚିତରେ ଦୟାଭାବ ଦେଖାଇବା। ସେ ବୁଢ଼ା ହେଇଥାଉ ବା ଟୋକା ହେଇଥାଉ, ଯୁବକ ହେଇଥାଉ ବା ଯୁବତୀ ହେଇଥାଉ, କିମ୍ବା ଅକର୍ମଣ୍ୟ ହେଇଥାଉ ବା ସକର୍ମ କିମ୍ବା ହେଉଛି ସକ୍ଷମ ବ୍ୟକ୍ତି ହେଇଥାଉ, ଯାହା ହେଲେ ମଧ୍ୟ ତାପରେ ଯଦି ଆମର ଲଭ୍ ଅଛି, ତାହେଲେ ଅଟୋମେଟିକ୍ ଆମେ ତା ପ୍ରତି କାଇଣ୍ଡନେସ୍ ରହିବ। ଲଭ୍ ଯୋଉଠି, କାଇଣ୍ଡନେସ୍ ସେଇଠି ରହିବ। ତେଣୁ ସେ ଦୃଷ୍ଟିରୁ ଇଏ ଏତେ ପାଖାପାଖି ଶବ୍ଦ ହେଲେ ମଧ୍ୟ ଲଭ୍ ଟେଣ୍ଡସ୍ ଟୁ କାଇଣ୍ଡନେସ୍ ଏ କଥାଟାକୁ କେହି ଭୁଲିଯିବା ଉଚିତ ନୁହେଁ। କାରଣ ଯେଉଁଠି ପ୍ରେମ ଭାବ ରହିବ ସେଠି ଦୟାଭାବ ବଳେ ବଳେ ସେଠାରେ ତା ପାଖରେ ପହଞ୍ଚିଯିବ ଏବଂ ତାକୁ ସାହାଯ୍ୟ, ସହଯୋଗ, ସହାନୁଭୂତି ଓ ଶ୍ରଦ୍ଧା ନିଶ୍ଚିତ ଭାବରେ ତାକୁ ପ୍ରଦର୍ଶନ କରିବ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, ଏକଥା ଭାବିବା ଦରକାର। ତେଣୁ କାଇଣ୍ଡନେସ୍ ଠାରୁ ନିଶ୍ଚିତ ଭାବରେ ଲଭ୍ର ଗୁରୁତ୍ୱ, ଇମ୍ପୋର୍ଟାନ୍ସ ଇଂରାଜୀ ଶବ୍ଦ ହିସାବରେ ବହୁତ ଉଚ୍ଚରେ।